ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ଚାରି ହାତ ଗୁଡ଼ ଖଣ୍ଡିଆ କାହିଁକି? ଯିଏକି ଏ ଜଗତର କର୍ତ୍ତା, ଜଗତର ପିତାମାତା, ସେ ଜଗତର ନାଥ ଜଗନ୍ନାଥଙ୍କର ହାତ ପାଦ ନାହିଁ କାହିଁକି? ହଁ ଦର୍ଶକ ବନ୍ଧୁ, ଆପଣଙ୍କ ମନରେ ନିଶ୍ଚୟ ଏହି କଥା ଉଙ୍କି ମାରୁଥିବ। ଦର୍ଶକ ବନ୍ଧୁ, ଆପଣଙ୍କୁ କେହି ନା କେହି ଏ ଜଗନ୍ନାଥଙ୍କର ହାତ ପାଦ ନଥିବା କଥା କହିଥିବେ, କିନ୍ତୁ ଆଜି ଆପଣଙ୍କୁ ଯେଉଁ କଥା ମୁଁ କହିବି, ଆପଣଙ୍କ ପାଦ ମାଟି ତଳେ ହିଁ ଖସିଯିବ। କାରଣ ଇଏ ଅତି ରହସ୍ୟମୟ ଗୋପନୀୟ କଥା। ଆଉ ମୁଁ ମନରୁ ଏ କଥା କିଛି କହୁନି। ଏ କଥା ଯାହା ପୁରାଣରେ ଉଲ୍ଲେଖ ଅଛି, ଆମ ଜଗନ୍ନାଥ ସଂସ୍କୃତି ଏବଂ ରାମାୟଣରେ ଯାହା ଉଲ୍ଲେଖ ଅଛି, ସେହି ମଧ୍ୟରୁ ହିଁ ଏହାର ଦୁଇଟି ଗୁପ୍ତ ରହସ୍ୟ ଆପଣଙ୍କ ନିକଟରେ ମୁଁ ଦର୍ଶାଇବି। ତ ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଆରମ୍ଭରୁ ଶେଷ ଯାଏ ଦେଖିବେ। ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲକୁ ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟରେ ଜୟ ଜଗନ୍ନାଥ ବୋଲି ଲେଖିଦେବେ। ଦର୍ଶକ ବନ୍ଧୁ, ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆପଣ ନିଶ୍ଚୟ ପୁରୀ ବଡ଼ ଦେଉଳକୁ ଯାଇଥିବେ ଏବଂ ସେଠାରେ ମଧ୍ୟ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କୁ ଦେଖିଥିବେ। ପ୍ରଭୁ ଜଗତର ନାଥ ଜଗନ୍ନାଥ ରତ୍ନ ସିଂହାସନ ଉପରେ ବସିଥାନ୍ତି। ତାଙ୍କ ପାଖରେ ତାଙ୍କ କନିଷ୍ଠ ଭଉଣୀ ସୁଭଦ୍ରା ମଧ୍ୟ ବସିଥାନ୍ତି ଏବଂ ତାଙ୍କର ଜ୍ୟେଷ୍ଠ ଭ୍ରାତା ବଳଭଦ୍ର ମଧ୍ୟ ବସିଥାନ୍ତି। ତ ଯଦି ଗୋଟିଏ କଥା ଆପଣମାନେ ଚିନ୍ତା କରନ୍ତୁ, ଯଦି ଜଗନ୍ନାଥ କୌଣସି ପାପ କରିଥିବେ ତାହେଲେ ଜଗନ୍ନାଥଙ୍କର ହାତ ଖଣ୍ଡିଆ ହେବା କଥା, କିନ୍ତୁ ଏଠି ସୁଭଦ୍ରା ମାତାଙ୍କର ହାତ ମଧ୍ୟ ଖଣ୍ଡିଆ ଅଛି ଏବଂ ବଳଭଦ୍ରଙ୍କର ମଧ୍ୟ ହାତ ଖଣ୍ଡିଆ ଅଛି। ଏହାର ଗୁପ୍ତ ରହସ୍ୟ କ'ଣ? କାହିଁକି ପ୍ରଭୁ ଜଗତର ନାଥ ଜଗନ୍ନାଥ ଏ କଳିଯୁଗରେ ଯେଉଁ ଅବତରି ନେଇଛନ୍ତି ଶ୍ରୀ ଜଗନ୍ନାଥ ରୂପରେ, ଯେ କି ଜଗତର ଚାରିଧାମ ଭିତରେ ସେ ଶ୍ରେଷ୍ଠ ଧାମ ଅଟେ ପୁରୀ ଶ୍ରୀକ୍ଷେତ୍ର ବା ଜଗତର ନାଥ ଜଗନ୍ନାଥ, ଯାହାକୁ ଶଙ୍ଖକ୍ଷେତ୍ର ବୋଲି କୁହାଯାଏ, କିନ୍ତୁ ସେଠି କେବେ ବି ଶଙ୍ଖ ବାଜେ ନାହିଁ। ତା ମଧ୍ୟରେ ଯଦି ଆପଣମାନେ ଜାଣିବା ପାଇଁ ଚାହୁଁଛନ୍ତି ମୋତେ କମେଣ୍ଟ କରନ୍ତୁ। ନିଶ୍ଚୟ ପୁରୀରେ କାହିଁକି ଶଙ୍ଖ ବାଜେ ନା, ସେ ବିଷୟରେ ନିଶ୍ଚୟ ଆପଣଙ୍କ ପାଖରେ ମୁଁ ଭିଡ଼ିଓ କରିକି ଅପଲୋଡ଼ କରିବି। ତ ଦର୍ଶକ ବନ୍ଧୁ, ପ୍ରଭୁ ଜଗତର ନାଥ ଜଗନ୍ନାଥ କାହିଁକି ତାଙ୍କର ହାତ ପାଦ ନାହିଁ, ସେ କାହିଁକି ହୋଇଗଲେ ଖଣ୍ଡିଆ? ଯେ ଜଗତକୁ ଏତେ ସୁନ୍ଦର ଭାବରେ ଗଢ଼ିଛନ୍ତି, ପ୍ରତ୍ୟେକ ମଣିଷ ପ୍ରତ୍ୟେକ ଭକ୍ତକୁ ଏତେ ସୁନ୍ଦର ଭାବରେ ଗଢ଼ିଛନ୍ତି, ଆମର ଯାହା କିଛି ବି ଅସୁବିଧା ହେଉ କିମ୍ବା ଯାହା କିଛି ଦରକାର ଥିଲେ ଆମେ ଜଗତର ନାଥ ଜଗନ୍ନାଥଙ୍କୁ ଯାଇ ଗୁହାରି କରାଉଛେ, ଜଣାଉଛେ। ତ ସେହିପରି ଜଗତର ନାଥ ଜଗନ୍ନାଥଙ୍କର ହାତ ପାଦ ନାହିଁ କାହିଁକି? କାହିଁକି ସେ ହୋଇଗଲେ ଖଣ୍ଡିଆ? ତ ଦର୍ଶକ ବନ୍ଧୁ, ଆଉ ଡେରି ନ କରି ଚାଲନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା। ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କର ସଂସ୍କୃତି ଉପରେ ଆମେ ନଜର ପକାଇବା। ଜଗତର ନାଥ ଜଗନ୍ନାଥଙ୍କର ଯେଉଁ ଜଗନ୍ନାଥ ସଂସ୍କୃତି ଅଛି, ଲେଖା ଅଛି, ସେଠି ଉଲ୍ଲେଖ ଅଛି ଯେ ଯେତେବେଳେ ପ୍ରଭୁ ଜଗତର ନାଥ ଜଗନ୍ନାଥ ତୃତୀୟ ଦ୍ୱାପର ଯୁଗରେ ସେ ଜାରାଶବର ହାତରେ ହତ ହୋଇ ମୃତ୍ୟୁବରଣ କଲେ, ସମସ୍ତ ପାଣ୍ଡବମାନେ ଆସି ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଶରୀରକୁ ଜଳେଇଲେ। ଯେତେବେଳେ ଜଳେଇଲେ, ପ୍ରଭୁ ଜଗତର ନାଥ ଜଗନ୍ନାଥ ଯେହେତୁ ସେ ପରମ ବ୍ରହ୍ମ ଅଟନ୍ତି, ତାଙ୍କ ଶରୀର ପୋଡ଼ିନଥିଲା। ଏବଂ ଆପଣ ମଧ୍ୟ ତୃତୀୟ ଯୁଗ ରାମାୟଣ କଥା ଦେଖିବେ, ସେଠି ମଧ୍ୟ ଭଗବାନ ରାମଚନ୍ଦ୍ର ସେ ଯାଇ ଜଳରେ ଧାସ ଦେଇଥିଲେ, କିନ୍ତୁ ତାଙ୍କୁ କୌଣସି ଦାହ କରାହୋଇନଥିଲା। ତେଣୁ ସେହିଭଳି ଭାବରେ ଦ୍ୱାପର ଯୁଗରେ ମଧ୍ୟ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କୁ ପାଣ୍ଡବମାନେ ଦାହ କଲେ। ଯେତେବେଳେ ଦାହ କଲେ, ଭଗବାନ କୃଷ୍ଣଙ୍କର ଶରୀର ପୋଡ଼ିନଥିଲା। ସେ ନ ପୋଡ଼ିଥିବାରୁ ସେ ବହୁ ସମୟ ଧରି ବହୁ ଦିନ ଧରି ଜଳିଲେ, କିନ୍ତୁ ପ୍ରଭୁ ଜଗତର ନାଥ ଜଗନ୍ନାଥ ଯିଏକି ପରମ ବ୍ରହ୍ମ, ତାଙ୍କ ଶରୀର ପୋଡ଼ିନଥିଲା। ତେଣୁ ଭଗବାନ କୃଷ୍ଣଙ୍କର ଶରୀରକୁ ସେହି ନଦୀରେ ପାଣ୍ଡବମାନେ ଭସାଇ ଦେଲେ। ସେ ଭାସି ଭାସି ଆସି ବାଙ୍କ ମୁହାଣରେ ଲାଗିଲା ଏବଂ ସେହି ବାଙ୍କ ମୁହାଣରୁ ଲାଗିଲା ଯେତେବେଳେ ସେଠିକ ପୁରୀର ଯେଉଁ ରାଜା ଥିଲେ, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ରାତିରେ ସ୍ୱପ୍ନ ହେଲା ଯେ ମୁଁ ଆସି ବାଙ୍କ ମୁହାଣରେ ଲାଗିଛି, ମୋତେ ତୁମେ ମନ୍ଦିର ପ୍ରତିଷ୍ଠା କରି ନିର୍ମାଣ ଯେଉଁ ମନ୍ଦିର କରିଛ ସେଇଟାରେ ମୋତେ ସ୍ଥାପନ କର। ତ ଇନ୍ଦ୍ରଦ୍ୟୁମ୍ନ ରାଜା ତାଙ୍କର ସୈନ୍ୟ ସାମନ୍ତଙ୍କୁ ଆଣି ସେହି କାଠ ଗଣ୍ଡିଟିକୁ ନେଇ ତାଙ୍କ ଗୃହରେ ପକାଇଲେ ଏବଂ ଯେତେ ଥିଲେ କାରିଗର ସମସ୍ତଙ୍କୁ ଡାକି ଜଗନ୍ନାଥଙ୍କର ମୂର୍ତ୍ତି ତିଆରି କରିବା ପାଇଁ କହିଲେ।
କିନ୍ତୁ ଯେତେ କାରିଗର ଆସିଲେ ସମସ୍ତେ ବିଫଳ ହେଲେ। କେହି ସେ କାଠ ଗଣ୍ଡିଟିକୁ ହଲେଇ ପାରିଲେ ନାହିଁ। ସେ ତ ପ୍ରକୃତରେ ହିଁ ପରମ ବ୍ରହ୍ମ ନା। ତାଙ୍କୁ ସାଧାରଣ ଆମ ମାନବ ଏ ପାପ ଶରୀର ହିଁ କେମିତି ତାଙ୍କୁ ହଲେଇ ପାରିବ ବା କେମିତି ଟେକି ପାରିବ। ତେଣୁ ସେ ମନ ଦୁଃଖରେ ଦିନେ ବସିଥାନ୍ତି। ଦିନେ ବିଶ୍ୱକର୍ମା ଏକ ବଢ଼େଇ ରୂପ ହୋଇ ସେ ଆଖିରୁ ନିନ୍ଦଡ଼ା ବାହାରି ଯାଉଛି ଏକ ବୃଦ୍ଧ ଅବସ୍ଥାରେ ସେପଟେ ଆସିଲେ। ଯେ ଲୋକଙ୍କୁ ପଚାରିଲେ ରାଜା ପରା ଗୋଟିଏ କାଠ ରଖିଛନ୍ତି, ଆଉ ମୁଁ ତାକୁ ମୂର୍ତ୍ତି ତିଆରି କରିବି। ଯେତେବେଳେ ଏତେ ବଳଶାରୀ ବା ଯୁବା ମିସ୍ତ୍ରୀମାନେ ବଢ଼େଇମାନେ ସେ କାଠକୁ ଗଡ଼େଇ ପାରିଲେ ନାହିଁ କି ହଲେଇ ପାରିଲେ ନାହିଁ, ତ ଏ ବୁଢ଼ାଟି ଆସିଛି ମୂର୍ତ୍ତି ତିଆରି କରିବା ପାଇଁ। ତାଙ୍କର ଏହି କଥାକୁ ଶୁଣି ସମସ୍ତ ଲୋକ ତାଙ୍କୁ ଉପହାସ କଲେ, ଟାହିଟାପରା କଲେ। କିନ୍ତୁ ସେ ଯେହେତୁ ବିଶ୍ୱକର୍ମା ମହାପ୍ରଭୁ, ସେ କେବେ ବି ତାଙ୍କ କଥା ଶୁଣିଲେ ନାହିଁ ଏବଂ ରାଜାଙ୍କ ନିକଟରେ ଯାଇ ଉପସ୍ଥିତ ହେଲେ। ରାଜାଙ୍କୁ କହିଲେ, ତୁମେ ଯେଉଁ କାଠଟି ରଖିଛ ମୁଁ ତାକୁ ମୂର୍ତ୍ତି ତିଆରି କରିଦେବି। ତ ରାଜା ମଧ୍ୟ ତାଙ୍କ ମନରେ ଆଂଶିକ ଭାବରେ କିଛିଟା ତାଙ୍କ ପ୍ରତି ମାନେ ଗୋଟେ ଅଟହାସ ରୂପକ ଆସିଲା। ସେ କହିଲେ ଯେ ଇଏ ତ ଏତେ ବଡ଼ ବଡ଼ ବଢ଼େଇ ଆସି କିଛି କରିପାରିଲ ନାହିଁ। ଏ ବୁଢ଼ା ବଢ଼େଇଟା ଯାହାର କି ବଳ ନାହିଁ, ସିଏ କେମିତି ପ୍ରଭୁଙ୍କର ଏ କାଠ ଗଣ୍ଡିକୁ ନେଇ ତିଆରି କରିବ ମୂର୍ତ୍ତି। ତ ସେତେବେଳେ ଭଗବାନ ସବୁ କିଛି ଜାଣିପାରୁଥାନ୍ତି। ସେ କହିଲେ, ବିଶ୍ୱକର୍ମା ଆସ ରାଜା, ଟିକେ ମୋ କାନ୍ଧକୁ ଏଇ କାଠଟିକୁ ଟେକି ଦିଅ, କାରଣ ମୁଁ ବୃଦ୍ଧ ହେଇଗଲିଣି ନା, ତେଣୁ ମୁଁ ଏକୁଟିଆ ଟେକି ପାରିବି ନାହିଁ। ତ ରାଜା ମଧ୍ୟ ତାଙ୍କ ସାଙ୍ଗରେ ଯାଇ ତାଙ୍କୁ ସାହାଯ୍ୟ କଲେ। କାଠ ଗଣ୍ଡିଟିକୁ ଟେକି ନେଇ ସେ ବିଶ୍ୱକର୍ମା ମହାପ୍ରଭୁ ଯାଇ ଦେଉଳ ଭିତରେ ପକାଇଦେଲେ ଏବଂ ରାଜାଙ୍କୁ କହିଲେ ମୋତେ 21 ଦିନ ପାଇଁ ଏଠି ଖାଇବା ପିଇବା ଏବଂ ସବୁ ପ୍ରକାର ସୁବିଧା ଦିଆଯାଉ ଏବଂ 21 ଦିନ ପାଇଁ ମନ୍ଦିରର ଗର୍ଭଦ୍ୱାର ତାଲା ପକାଇ ରଖନ୍ତୁ। ମୁଁ 21 ଦିନ ନହେଲା ପର୍ଯ୍ୟନ୍ତ ଏ ମନ୍ଦିର ତାଲା କେବେ ବି ଖୋଲିବେ ନାହିଁ। ଏଇଭଳି ଯେତେବେଳେ କହିଲେ, ରାଜା ମଧ୍ୟ ତାଙ୍କ କଥାକୁ ମାନି ତାଙ୍କୁ ନେଇ ଗର୍ଭଗୃହ ଭିତରେ ପୂରେଇ 21 ଦିନ ପାଇଁ ତାଲା ଦେଇଦେଲେ ଏବଂ ସେହିଠାରେ ସେ ବିଶ୍ୱକର୍ମା ପ୍ରଭୁ ଜଗତରନାଥ ଜଗନ୍ନାଥଙ୍କର ମୂର୍ତ୍ତି ତିଆରି କରିବା ପାଇଁ ତିଆରି କଲେ। ତ 21 ଦିନ ହେବା ପାଇଁ ଆଉ ଗୋଟିଏ ଦିନ ବାକି ଥାଏ। ସେଇ ବାଟ ଦେଇ ପ୍ରତ୍ୟେକ ଦିନ ରାଣୀ ଶ୍ରୀଗୁଣ୍ଡିଚା ନଦୀକୁ ଗାଧୋଇବା ପାଇଁ ଯାଆନ୍ତି। ତ ସେ ଯେଉଁଦିନ 21 ଦିନ ହେବାର ଥିଲା, 20 ଦିନ ଗଲାବେଳେ ସବୁଦିନ ଶୁଭେ ଠକ୍ ଠାକ୍ ସାଉଣ୍ଡ ଶୁଭେ, ମୂର୍ତ୍ତି ତିଆରି କରିବାର ସାଉଣ୍ଡ ଶୁଭେ। କିନ୍ତୁ ସେ ଯେଉଁଦିନ 20 ଦିନ, ସେଦିନ ଗଲାବେଳେ କୌଣସି ଶବ୍ଦ ଶୁଭିଲା ନାହିଁ। ସେ ଦୌଡ଼ି ଆସି ରାଜାଙ୍କୁ କହିଲେ, ମଣିମା, ଆପଣ ଯେଉଁ ମନ୍ଦିରରେ ବୁଢ଼ା ବଢ଼େଇକି ପୂରେଇଛନ୍ତି, ସେ ମନ୍ଦିରରେ ମୃତ୍ୟୁବରଣ କରିଛି। ତୁମେ ଯଥାଶୀଘ୍ର ଯାଇ ତାକୁ ବାହାର କରି ମନ୍ଦିର ପ୍ରତିଷ୍ଠା କର। ରାଜା ଆଉ କିଛି ବୁଝି ନ ବିଚାରି ସେ ଆସି ମନ୍ଦିର ଘର ଖୋଲିଦେଲେ। ଯେତେବେଳେ ଖୋଲିଦେଲେ, ସେ ମନ୍ଦିର ଭିତରେ କେହି ନାହାନ୍ତି। ପ୍ରଭୁ ଜଗତରନାଥ ଜଗନ୍ନାଥ, ସୁଭଦ୍ରା ଏବଂ ବଳଭଦ୍ର ଚତୁର୍ଦ୍ଧାମ ରୂଢ଼ି ହୋଇ ଛିଡ଼ା ହୋଇଛନ୍ତି, କିନ୍ତୁ ତାଙ୍କର ହାତ ପାଦ ନାହିଁ, ସେ ଖଣ୍ଡିଆ। ତ ସେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ କହିଲେ, ପ୍ରକୃତରେ କୁହାଯାଏ ଯା, ଏ ସ୍ତ୍ରୀ କଥାରେ ପଡ଼ି ମୁଁ ହିଁ ପ୍ରଭୁ ଜଗତରନାଥ ଜଗନ୍ନାଥଙ୍କର ହାତ ଗୋଡ଼ ଖଣ୍ଡିଆ କଲି। ତେଣୁ ସେଥିପାଇଁ କୁହାଯାଇଛି ଯେ ମାଇକିନା ବୁଦ୍ଧିରେ ଜଗନ୍ନାଥ ଖଣ୍ଡିଆ। ତ ଦର୍ଶକ ବନ୍ଧୁ, କୌଣସି ମା ମାନଙ୍କୁ ମୁଁ ଆକ୍ଷେପ କରି କହୁନାହିଁ। ଯାହା ଏ ସଂସ୍କୃତିରେ ଅଛି, ଯାହା ଉଲ୍ଲେଖ ଅଛି, ସେହି ମଧ୍ୟରୁ କହୁଛି। ତ ଦ୍ୱିତୀୟ କାରଣଟି କ'ଣ? ଦ୍ୱିତୀୟ କାରଣଟି ହେଲା, ତ୍ରେତୟା ଯୁଗରେ ଭଗବାନ ରାମଚନ୍ଦ୍ର, ଆପଣମାନେ ସମସ୍ତେ ଜାଣିଥିବେ, ବାଳୀକୁ ବଧ କଲେ। ବାଳୀକୁ କାହିଁକି ବଧ କଲେ? ସେ ଯେତେବେଳେ ଯାଇଥିଲେ କିଷ୍କିନ୍ଧା ନଗରୀକୁ, ସେ ସୁଗ୍ରୀବଙ୍କ ସାଙ୍ଗରେ ମିତ୍ରତା ସ୍ଥାପନ କଲେ ଏବଂ ସୁଗ୍ରୀବଙ୍କର ସମସ୍ତ ପୀଡ଼ା ବା ବିବରଣୀ ଶୁଣିବା ପରେ ସେ ନିଶ୍ଚିତ ହେଲେ ଯେ ସେ ବାଳୀକୁ ବଧ କରିବେ। ତ ସେ ସୁଗ୍ରୀବଙ୍କୁ ପଠାଇଥିଲେ ବାଳୀଙ୍କ ସହିତ ଯୁଦ୍ଧ କରିବା ପାଇଁ। ସେ ଯୁଦ୍ଧ କରି ପ୍ରଥମେ ପରାସ୍ତ ହୋଇ ବାଳୀ ଫେରି ଆସିଲେ, କାରଣ ବାଳୀ ସୁଗ୍ରୀ ଦୁହେଁ ଦେଖିବା ପାଇଁ ଏକା ଭଳି। ତେଣୁ ଭଗବାନ ରାମଚନ୍ଦ୍ର ଜାଣିପାରିଲେ ନାହିଁ ଯେ କିଏ ବାଳୀ ଏବଂ କିଏ ସୁଗ୍ରୀ। ତେଣୁ ସେ କାହାକୁ ବଧ କରିପାରିଲେ ନାହିଁ। ଦ୍ୱିତୀୟ ଦିନ ଯେତେବେଳେ ସୁଗ୍ରୀକୁ ପଠାଇଲେ, ତ ତାଙ୍କ ବେକରେ ଏକ ଫୁଲମାଳ ପକାଇ ପଠାଇଲେ। ତେଣୁ ଭଗବାନ ରାମଚନ୍ଦ୍ର ଲିମ୍ବ ବୃକ୍ଷ ପଛପଟେ ରହି ସେ
ବାଳୀକୁ ବଧ କରିଥିଲେ। ଯେତେବେଳେ ବଧ କରିଥିଲେ ବାଳୀଙ୍କ ନିକଟକୁ ଯେତେବେଳେ ରାମଚନ୍ଦ୍ର ଗଲେ ବାଳୀ ତାଙ୍କୁ କହିଲେ ଯେ ତୁମେ ମୁଁ ତ ତମର କିଛି ଅସୁବିଧା କରିନାହିଁ, କିଛି କ୍ଷତି କରିନାହିଁ, ତୁମେ ମୋତେ ମାରିଲ କାହିଁକି? ସେତେବେଳେ ଭଗବାନ ରାମଚନ୍ଦ୍ର କହିଲେ ତୁମେ ମୋର ସିନା କରିନ, ତୁମେ ସବୁଠାରୁ ପାପ କରିଛ ଯେ ତୁମର ଭାଇ ବୋହୂକି ହିଁ ତମେ ହରଣ କରିଛ ଏବଂ ଭାଇକୁ ଅତି କଷ୍ଟ ଦେଇ ତାକୁ ଅଲଗା ଛାଡ଼ି ଦେଇଛ, ସେ ଯାଇକି ଅନେକ କଷ୍ଟରେ ରହୁଛି। ସେତେବେଳେ ବାଳୀ ଭଗବାନ ରାମଚନ୍ଦ୍ରଙ୍କୁ ଅଭିଶାପ ଦେଲେ ଯେ ତୁମେ ତୁମର ନିଜର କାମ ପାଇଁ ହିଁ, ନିଜର ସୁବିଧା ପାଇଁ ହିଁ, ନିଜର ପତ୍ନୀକୁ ରକ୍ଷା କରିବା ପାଇଁ ହିଁ ମୋତେ ଏଭଳି ଲୁଚି ଦଣ୍ଡ ଦେଲ, ତ ମୁଁ ତୁମକୁ ଅଭିଶାପ ଦେଉଛି, ତୁମର ହାତ ପାଦ ଖଣ୍ଡିଆ ହେଇଯାଉ। ସେତେବେଳେ ରାମଚନ୍ଦ୍ର ତଥାସ୍ତୁ ବୋଲି କହିଲେ ଏବଂ କହିଲେ ଏ ଯୁଗରେ କାହିଁକି ମୁଁ ତୁମର ଏହି ଇଚ୍ଛାକୁ ପୂରଣ କରିପାରିବି ନାହିଁ। ମୁଁ ଯେତେବେଳେ କଳିଯୁଗରେ ଜଗନ୍ନାଥ ଅବତାର ନେବି ସେତେବେଳେ ହିଁ ତୁମର ଏହି ଇଚ୍ଛାକୁ ପୂରଣ କରିବି। ତ ଏହି କଥା କହିଲେ ଏବଂ ବାଳୀ ସେହିଠାରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କଲେ। ତ ଦର୍ଶକ ବନ୍ଧୁ, ଲିମ୍ବ ବୃକ୍ଷରେ କାହିଁକି ହେଲା ପ୍ରଭୁ ଜଗନ୍ନାଥଙ୍କର ମୂର୍ତ୍ତି ଏବଂ ଲିମ୍ବ ଗଛ କାହିଁକି ହେଲା ପିତା, ଏହି ବିଷୟରେ ଯଦି ଆପଣମାନେ ଜାଣିବା ପାଇଁ ଚାହୁଁଛନ୍ତି ନିଶ୍ଚୟ ମୋତେ କମେଣ୍ଟ କରନ୍ତୁ। ଦର୍ଶକ ବନ୍ଧୁ, ଯଦି ଏହି ପ୍ରଭୁ ଜଗନ୍ନାଥଙ୍କର କଥାଟି ଆପଣଙ୍କ ହୃଦୟକୁ ଛୁଇଁଥାଏ ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଲିମ୍ବ ଗଛ ବୃକ୍ଷ ବିଷୟରେ ଯଦି କିଛି ଜାଣିବା ପାଇଁ ଚାହୁଁଛନ୍ତି ତେଣୁ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।